ମାଛ ତାହେଲେ ଉଠି ସାରିଲାଣି। ମାଛ ଉଠି ସାରିଲେ ମୁଁ ଶୋଇଥିବ ବୋଧେ ବୁଝ ନା ଉଠି ସାରିଲାଣି। ଇଏ ଉଠି ପଡ଼ିଛି ଇପି କରୁଛୁ। ଏଇ ସକାଳୁ କରିବା ଜିନିଷ ଆଣିଲେ ଶୋଇ ହଉନି ଜମା, ଆଉ ନ କରିବା ଜିନିଷ ଆଣିକି କରିବା ଜିନିଷ ଯେଉଁଦିନ ଆଣିଥିବ ସେଦିନ ଉଠିବ ନୁହଁ। ବଡ଼ି ଫାଟେ ହବ ନା, କଡ଼େଇ ରୋଷେଇ କଲେ ପିଠା ବାତିଆ କଡ଼େଇ ପିଆଜ କଟା ସଜା ଫଟଫାଟେ ହବ। ଫ୍ୟାନ୍ଟା ଚଲେଇଛୁ କ'ଣ ଚାଲିଛି? ଫ୍ୟାନ୍ ସାଙ୍ଗେ ସାଙ୍ଗେ ଉଠିଲେ ତାକୁ ଉଠିକି ଅନେଇଛି ଚଳାଚଳ କରିକି। ମୁଁ ତାକୁ ଉଠେଇକି ଆଣିଲି ହେରି ମାନେ ଉଠିକି କାନ୍ଦିଲା। କ'ଣ ହେଇଛି? ଏଇ ଉଠି ପଇଲୁ ଶୋଇଲୁନି ଆଉ ଟିକେ? ମୁଁ ତା ପାଖରେ ବା ନ ଶୋଇଲେ ସେ ଶୋଇବନି। ମୁଁ ଏଠି ରୋଷେଇ କରୁଛି, ଶୋଇ ପଇଲୁନି। ମୁଁ ତାକୁ ପାଖରେ ଶୋଇଲେ ସେ ଶୋଇଥାନ୍ତା। ଇଆଡ଼େ ମୁଁ ରୋଷେଇଟା ବସେଇ ଦେଇଛି, ତା ପାଖରେ ଶୋଇବି ମାନେ ପୁଡ଼ିବ। କ'ଣ ବିକା ହେଇଛି ଦେଖିବ କ'ଣ ହେଇଛି ବିକା? ଚୁଟି ନା ତାପରେ ହଁ ଚୁଟି। ତୁ ଚୁଟି ଦେଇଥିଲୁ ଥରେ ଜାଣିଛୁ ଠକି ଯାଇଥିଲୁ। ମୁଁ ସେ ଲୋକଟାକୁ ଚିହ୍ନିଛି, ସବୁବେଳେ ଲୋକଟା ଆଉଛି। ସେଟା କ'ଣ ବିକୁଛି ଅଲଗା ଜିନିଷ। ଚୁଟି ଚୁଟି ବିକେ ବୋଲି ପାଗଳ ହେଇଯାଉଛି। କେହି ନାହାନ୍ତି ପଇଲେନି କୁଆଡ଼େ। ଥାଳି ନା କ'ଣ କହୁଛି। ହେଇଗଲା ଗରମ ଗରମ ଖାଇ ହବ ସକାଳୁ। ଏଗୁଡ଼ା ଖାଇ କାମ କରିବୁ। ସବୁଠୁ ବଢ଼ିଆ ଖାଦ୍ୟ ଚୁଡ଼ା ମୁଢ଼ି ଦହି, ପେଟ ପାଇଁ ଭଲ। ସବୁଠୁ ମେନ୍ କଥା କ'ଣ କଷ୍ଟ ହେଉଛି ଉଠି କରିବାକୁ, ସେଇଥିପାଇଁ କେଉଁ ଚୁଡ଼ା ମୁଢ଼ି ଦହି ସବୁଠୁ ବେଷ୍ଟ ନା ଭଲ। ଥାଉ ମତେ ଅଳ୍ପ ଦେ। ଚୁଡ଼ା ମୁଢ଼ିଟା ପେଟକୁ ଥାଉ ସେତିକି ଥାଉ ସେତିକି କହୁଛୁ ପୁରଉଛି ଏଠି। ପ୍ରକୃତରେ ଚୁଡ଼ା ମୁଢ଼ିଟା ଥଣ୍ଡା କି ନାହିଁ ପେଟକୁ? ଥଣ୍ଡା ହେଲେ କ'ଣ ହେଲା ଖାଇବ? ସବୁବେଳେ ଖାଇ ହବ? ସବୁବେଳେ ଖାଇ ହବ। ଧର ଚୁଡ଼ା ମୁଢ଼ି ଭଲ ଲାଗିଲାନି, ଆଉ କ'ଣ ଟିକେ ଅଲଗା ଜିନିଷ ଯେମିତି ସକାଳୁ କରିବାକୁ ପଡ଼ିବନି। ସେ ଉଠିକିରି ଘୁମଉଛି ଏଇଟା ଆମ ଚୋର। କାହିଁ ଯାଉନୁ ବୁଲିବୁ? ଯାଉନୁ କାହିଁକି ମିଛରେ ମାମା କାନ୍ଧ ପଡ଼ିକି ରହିଛୁ? ଖାଇଦେବା ଯିବା କାମକୁ। ଯିବୁ କାମ କରିବାକୁ? କ'ଣ କି ପାଗରେ ଶୋଇଲେ କ'ଣ କରୁଛନ୍ତି? କେମିତି ଶୋଇ ପଡ଼ିଲି? ଗୋଟେ ସାଇଡ୍ ହେଇକି ଶୋଇ ପଡ଼ିଛି, ଏପଟ ସାଇଡ୍ ଗୋଡ଼ଟା ଏପଟ ହାତଟା ଦରଜ ହେଇକି ରହିଛି। ଅକା ପଶିଗଲେ ଯେମିତି ଲାଗେନି ସେମିତି ଲାଗୁଛି। ସେଠି ଶୋଇଛୁ ରାତି ସାରା ଆଉ ସେଥିପାଇଁ ସେଇ ଗୋଟେ ସାଇଡ୍ରେ ଶୋଇ ପଡ଼ିଛି ରାତି ସାରା। ଯାଉନୁ ଖେଳିବୁ? ଯାଉନୁ ଏଇଠି ଆସି ଏତେ ଦିନ ରହିଛୁ ତ ପ୍ୟାଣ୍ଟ ଗୁଡ଼ାକ ହେଉନାହିଁ। ନାଇଁ ମୁଁ କହିଲି ମୁଁ ଯେଉଁ ପ୍ୟାଣ୍ଟ ଏବେ ଯେଉଁ ପ୍ୟାଣ୍ଟ ଗୁଡ଼ା ଅଛି କୋଉରା ହେଲେ ପଶୁନି। ମୁଁ ଆସିଲା ବେଳେ 35 ଥିଲି ନା, ଏବେ 44 ହେଇଯାଇଛି। 44 ହେଇଯାଇଛି, ଯାହା ବି ହେଲେ 9 କିଲୋ ବଢ଼ିଯାଇଛି। 9 କିଲୋ ନା କେତେ? 35 ହଁ 9 କିଲୋ ବଢ଼ିଯାଇଛି। ଆସିଲା ବେଳେ 35 ଥିଲି, ଏବେ ହେଇଯାଉ 9 କିଲୋ ବୋଧେ ହବ ଆଉ। ଅଖା ପିନ୍ଧି ପଳେଇବୁ ଗାଁକୁ। ବଢ଼ିଯାଇଛି ଯେ ଏଇ ପ୍ୟାଣ୍ଟର କୋଉଟା ବି ଗୋଟେ କୋଉଟା ସିଲେଇ ଫିଟେଇଲି ତଥାପି ସେ ହେଉନି। କାଲି ରାତି ସାରା ରାତିରେ ବସିକି ରୋଷେଇ ନ କରିକି ତମକୁ କ'ଣ କହିଲା କି ଦରକାର ଛିଙ୍କୁଛ କ'ଣ ଖାଲି ଥଣ୍ଡା ହେଇଲା ମଇଦା। କାଲି ବର୍ଷା ହେଇଥିଲା ଫ୍ୟାନ୍ ମଇଦା। କାଲି ତ ମୁଁ ସୋୟାବିନ୍ ତରକାରୀ ଦେଇଦେଲି, ଭାବିଲି ରୁଟି ଫୁଟି କିଛି ଏଇ ଯେଉଁ କିଛି ହେବନି ଆଜି ବସିକି ସେଇ ସିଲେଇ ସୁଲା ଫିଟେଇବି। ଦେଖିଲା ବେଳକୁ ସବୁତକ ଫିଟେଇଲି, କୋଉଟା ଗୋଟେ ହେଲେ ପ୍ୟାଣ୍ଟ ହେଉନି। ଯିବୁ କେମିତି କରିବୁ? ମଇଦା ପିନ୍ଧିକି ପଳେଇବୁ।
ଆମ ଘରୁ 3-4 ଥର ଫୋନ୍ କରୁଛନ୍ତି ମୋ ପାଖକୁ ଯେ ମୁଁ ମେସିନ୍ କାମ କରିଥିଲି ଆଉ ମୋତେ ସୁବିଧା ଯାଇନି ମୁଁ ଉଠେଇନି ଫୋନ୍ ଆଉ ପଇସା ମାଗୁଛନ୍ତି 3,000 ଟଙ୍କା ଘରୁ ଯେ ଆଉ ମୁଁ ବାହାରିଥିଲି ମୋ ଶ୍ୱଶୁର ଘରକୁ ଯିବା ପାଇଁ ବାହାରିଛି ଆଉ ସେଇ ଟାଇମ୍ରେ ବି ଇଏ ବି ଆମ ଘରୁ ଏ ପଇସା ମାଗୁଛନ୍ତି ଗ୍ୟାସ୍ ବି ସରିଗଲା କାଲି ସେ ଗ୍ୟାସ୍ ପୁଣି ଆଣିଲି ଗୋଟେ ଟାଇମ୍ରେ ପଇସା ତ ସର୍ଟ ସମସ୍ତେ ମାଗୁଛନ୍ତି ଏପଟେ ବି ଗ୍ୟାସ୍ ସରିଗଲା ଆଉ ଫୋନ୍ ଉଠେଇନି ଶିବାନୀ କ'ଣ ଆସିଥିଲା ମୋତେ କହିବାକୁ ପରେ ତୁମ ବାପା ଫୋନ୍ କରିଛନ୍ତି ଆଉ କଥା ହେଇଯିବ ମୁଁ ଆଉ ଫୋନ୍ଟା ଦେଖିଲିନି ଫୋନ୍ ଆଉ ସାଇଲେଣ୍ଟ ହେଇଯାଇଥିଲା ମୁଁ ଆଉ ଦେଖି ନାହିଁ ଏବେ ଦେଖିଲି ଶିବାନୀ ଆସି କହିଦେଇକି ଗଲା ଯାଇକି ପଚାରିବା ଶିବାନୀ କ'ଣ କହୁଥିଲା ଆମ ଘରକୁ ଫୋନ୍ କରିକି ଇଏ ହେଇଛୁ ହଁ କେଉଁଟା ମେସିନ୍ ସରିଲା ପରେ ବଏଲର ଚାଲେ ନା ମାଲ ଚାଉମିନ ନାଇଁ ମେସିନ୍ ଚାଲୁଥିବ କିଛି ସମୟ ଆଗରୁ ଚାଲେନି ଯୋଉ ମୁଁ ଭାବେ ସେମିତି ଚାଲିଛି ବୋଧେ ଆଉ ମେସିନ୍ କାମ ସରିଲା ମୁଁ ଯାଇକି ଦେଖିଲି ଘରୁ ତ କ'ଣ କହିଲେ ଫୋନ୍ କରିଥିଲେ ଏଇ ଫୋନ୍ କରିଥିଲେ ତମ ଭାଇ ଫୋନ୍ କରିଥିଲେ ଛୁଆକୁ ଟିକେ ଦେଲ ମୁଁ କହିଲି ସେ ତଳେ ମେସିନ୍ ଚଲାଉଛନ୍ତି କାମ କରୁଛନ୍ତି ମେସିନ୍ ଚଲାଉଛନ୍ତି ମୁଁ କହିଦେବି ଫୋନ୍ କରିବି ଆଉ କହିଲେ ହଉ ହଉ ତାକୁ ଟିକେ କହିବ ସାଙ୍ଗେ ସାଙ୍ଗେ କଲ୍ କରିବ ଆଉ କହିଲେ ମେସିନ୍ ଚଲାଉଛନ୍ତି କହିଲା ହଉ ତାକୁ କହିବ ମେସିନ୍ ଚଲେଇ ସାରିକି ଟିକେ କଲ୍ କରିବ ଆଉ ଟିକେ ଅଛି କଥା ଟିକେ ଅଛି ତମ ଭାଇ କଥା ମୁଁ ତ ଫୋନ୍ କଲି ଉଠାଉନି ଏଇଖିଣା ଦେଖି ଫୋନ୍ କରିବ ସିଲେଇ କରୁଛୁ କ'ଣ ଏଇଟା ନା ସିଲେଇ ଖୋଲୁଛୁ ନାଇଁ କରୁଛି କ'ଣ ଟାଇଟ୍ ମାନେ ହେଇଛି ଯୋଉ ଫିଟ୍ ହେଉଛି ସିଲେଇ ଯେତେବେଳେ ଆଉ ସିଲେଇ କରୁଛୁ ଲୁଗା ଦେଉଛୁ ଚାଲିଛି କ'ଣ କରୁଛୁ ମୁଁ ବୁଝିପାରୁନି କିଛି କ'ଣ କଲନି ଫୋନ୍ କରିଛି ଉଠାଉ ନାହିଁ ସେ ପଇସା ତା କହୁଥିଲା କାଲି ହଁ ଦଉ ଖାଇବାକୁ ଦଉ ତୁ ସିଲେଇ କରିବୁ ଏଇକା ତୁ ନେଇକି ଯିବୁ ନା ଯାଉ ତଳକୁ ଚାଲିଛି ଚାଉମିନ ଶିଖୁଛି ଲିମ୍ବି ଯିବ କାଠଟା କ'ଣ ନେଇକି ଯିବି ଲୁଣଟା ଜିରା ଗୁଣ୍ଡଟା ଭାତ ବେଲାଟା ତମେ ନେଇକି ପଳା ତମ ହାତରେ ଦେଇଯିବ ଆଉ ପିଆଜ ଆଉ ଦେଇଦେଉଛି ଲୁଣ କ'ଣ ରୁହ କ'ଣ ରୁହ ମୁଁ ବୁଝିପାରିନି ଦେଖିକି ଧାରା କରୁଛି ସେ ତ ହଗି ସବୁଆଡ଼େ ବୁଲୁଛି ଆଉ ଚାଲ ଯା ମଧ୍ୟ ମୁଁ ନେଇକି ଯାଅ ସେଠି ନୁଙ୍ଗୁରା ଝାଡ଼ା କରିଦେଇଛି ଛି ସେ କାଠ ଲିମ୍ବି ଯିବ ପୁଣି କଲରା ଟିକେ ତେଲ ପକେଇଲୁନି ଧଳା ଦେଖାଯାଉଛି ପକେଇଛି ତ ତେଲ ତମ ସେ ରହିଗଲାଣି ଭଜା ହେଇକି ରହିଲାଣି ଆଉ ଟିକେ ଶୁଖିଲା ଦେଖା ରହିଗଲେ ଗରମ ଗରମ ଥିବ ତେଲିଆ ତେଲିଆ ଦେଖାଯିବ ନା ତେଲ ପକେଇକି ଦେଖାଯିବ ନା ତେଲ ପକେଇ ହଉ ଦେ ମୋତେ ସେଥିରେ ଦେଇଦେ ଲଙ୍କା ଆଉ ତେଲ ପକେଇ ରହିଗଲେ ତେଲ ଟାଣି ନଉଛି କଲରା ଭଜାଟା ତେଲ ସେ ଲଙ୍କା ଆଣିଥିଲି ଲେମ୍ବୁ ଆଣିଥିଲି ମୋତେ ସେଥିରେ ଦେଇଦେ ମୁଁ ନେଇକି ପଳାଏ ତା ଦେହରେ ଇପି ଖାଇଥିଲେ ପେଟ ନାହିଁ ଆଉ ଜାଣିପଡ଼େ ଇପି ଖାଇକି କାମ କଲେ ରହିବ ସେ ପେଟରେ ଲଙ୍କା ଦେଲୁ ଜିରା ଗୁଣ୍ଡ ଦେଲୁ ପିଆଜ କାଟିକି ରଖିଦେଉଛି ରାଗ ଲାଗୁଛି ଖାଇଲା ବେଳକୁ ପିଆଜଟା ସେ ଥାଉ ତରକାରୀ ପକେଇ ଦେଉଛି ପିଆଜ ପିଆଜ ଇଏ ଯୋଉ କ'ଣ କଟା ହେଲେ କ'ଣ ନ କଟା ହେଲେ କ'ଣ ପିଆଜଟା ଯେତିକି ରାଗ ଲାଗିବା କାଟି ରଖିଲେ ଅଧିକ ରାଗ ହେଇଯାଏ ଜାଣିନି ତମେ ତ କହୁଛ ଦେ ଆଉ ଗୋଟେ ଦେ ପିଆଜ କଟା ହେଇନି ସେଇଟା ଦେ ଆଉ ଫାଳେ ବି ଦେ ଥୋଇଦେଲା ସାଇଡ୍ ତ କାଟି ଦଉଛି ନା ମୁଁ କାଟିଲେ କ'ଣ ରାଗ କ'ଣ ଭିତରେ ତମେ ଯୋଉ କଥା କହୁଛ ଅସମ୍ଭବ କଥା ପିଆଜ କାଟିଦେଲେ ଏମିତି ରାଗ ହେଇଯାଉଛି ତମେ କହିବ କଥା ନ କହିବା ଭଳିଆ କଥା ଯୋଉ କଥା ନଥିବ ଦୁନିଆରେ ସେଇ କଥା ଖରାପ ଦେ ମୁଁ ମୋତେ କ'ଣ ଦେଲୁ ନେଇକି ଯାଏ ଲିମ୍ବି କାଠ ଇଆଡ଼େ ସେ ଦୁଇଟାକୁ ନେଇକି ଚାଲ ଆଉ ସବୁ ନେଇକି ତମ ହାତରେ ଧରିବନି ଦୁଇଟା ଦେଇଦେବି ଦୁଇଟା ନେଇକି ଯିବି ଭାତ ହେଇଗଲାନି ଭାତ ଭଜା ନେଇକି ଯାଉଛି ଆଉ ଜିରା ଗୁଣ୍ଡ ଲୁଣ ଲାଷ୍ଟ ଧରିକି ତୁ ଆସିବୁ ଲେମ୍ବୁ ନେଇକି ଆସିବୁ ମୁଁ ମୋର ଭାତ ଧରିକି ଆସି ସେ ତାର ଲେମ୍ବୁ ହେବୁ ଲଙ୍କା ଫଙ୍କା ଧରିକି ଆସିବ ମୁଁ ଯାଉ ତଳକୁ ଏଠି ଖାଇ ହେବନି କାଠ ଜଳୁଛି ଚାଉମିନ ସିଝୁଛି ନା ଉପରେ ଖାଇଲେ ଏଠି ଲିମ୍ବି ଯିବ ନଷ୍ଟ ହେଇଯିବ
ସେଥିରେ ନେଇକି ଯାଉ ତଳକୁ ଏକାଥରେ ସେଇଠି ବସିକି ଖାଇବି ଜାଳିବି। ସେ ଲିମ୍ବି ଯିବନି ମୋତେ କାଠ ଭାବି ମୁଁ ଗଲିନି ନା ଜଳୁଛି କାଠ ମୁଁ ଭାବିଥିଲି ଲିମ୍ବି ଯିବ ବୋଲି କାଠ ଶୋଇଦେବା ଏଇଠି ହେଲା ଜଳୁଛି ମୁଁ ଲିମ୍ବି ହେଲାନି ମୋତେ ଏଇଟା ଜଳୁଛି ବୋଲି ମୁଁ ପୁଣି ଯାଇପାରିନି ଖାଇବାକୁ ନା ଏଇଟା ସରିଯାଇଥିଲେ ମୁଁ ପଳେଇଥାନି ଖାଇବାକୁ ଆଉ ଏ ଟାଇମ୍ ହେଇଗଲାନି 12ଟା ଆଉ ଟାଇମ୍ ହେଇଗଲାଣି ନା 12ଟା ବାଜିଲାଣି ନା ଆଉ ଏଠି ଛାଡ଼ିକି ଯାଇ ହେବନି ସିଝେଇକି ଯିବାକୁ ପଡ଼ିବ। ଜଳୁଛି ଆଉ ଦୁଇଟା କାଠ ପକେଇଦେବା ଯାଇକି ଖାଇବା ଭାତ ଆଉ। ଆଉ ଦୁଇଟା ପକେଇଦେବା। ଚଳିବ ଏବେ ଯିବା ଖାଇବା ଆସି ଫ୍ୟାନ୍ ତା ଲୁଣ ଫୁଣ ଧରିକି ଆଉଛୁ ଆସୁ ଏ ଫ୍ୟାନ୍ ଲାଗି ବଡ଼ ଫ୍ୟାନ୍ ପବନ ଦେଉଛି। ହଁ ଲେମ୍ବୁଟା ରଖିଥିଲି ନା ସେଇଠି ମୁଁ ଗ୍ୟାସ୍ ଟାଙ୍କି ପାଖରେ ହଁ ତା ଉପରେ ଚଢିକି କଣରେ ବସୁଛି ଲେମ୍ବୁଟା ନେଇକି କୁଆଡେ ପକେଇ ଦେଇକି ପାଉନି ଯାଇକି ଦେଖିବା ଥିବ ପଡ଼ିଥିବ ବୋର୍ଡିଂ ପାଉନି ଭାତ ଗାଳିବି ସେଇଠି ବସିକି ଭାତ ଗାଳି ସେଠି ପଳେଇଲା ଏବେ ଖାଇବା ଆଉ ସେଠି କାଠ ନେଇ ଆସିଲା ଲୁଣ ଏବେ ଖାଇବା ଆଉ ଖାଇସାରିକି ତାପରେ ସିଝା ଚାଉମିନ ଏଥିରୁ କାଢ଼ି ସାରିକି ତାପରେ ମାଲ ଚାଉମିନ ଲୋଡ଼୍ କଲି ଲୁନାରେ ଲୋଡ଼୍ କରିସାରିକି ଏବେ ଯିବି ଗୋଦାମ ଟିକେ ଯିବି ତାପରେ ଗୋଦାମରୁ ମଇଦା ଧରିକି ଆସିବି ଆଉ। ଦେଖନ୍ତୁ ଏଥିରେ ଯେଉଁ ଚାଉମିନ କାଟିଥିଲି ତଳେ ସବୁ ପଡ଼ିଛି ଦେଖନ୍ତୁ ସିଝା ଚାଉମିନ ଗୁଡ଼ାକ ଏଇଟା ଝାଡ଼ୁ ମରିକି ଫିଙ୍ଗା ହେଇଯିବ ତଳେ ପଡ଼ିଛି ବାଲ୍ଟି ସେଇ ହେଇଛି ବାଲ୍ଟି ହେଇଛି ଏଗୁଡ଼ା କିଛି କେଉଁ କାମ ଲାଗିବନି ଏଇଟା ଫିଙ୍ଗା ହେଇଯିବ ସବୁ ଝାଡ଼ୁ ମରାଯିବ। ତାପରେ ଏଠି ଲୁନା ରେଡ଼ି କରିଦେବି ଟିଉଟା ବାନ୍ଧିବି ତାପରେ ଯିବି ଗୋଦାମ ଆଉ ଧରିକି ଯିବି ଆଉ ଏଇ ଗୋଦାମରୁ ଏଇଠି ଲୋଡ଼ ହେଉଛି ମଇଦା ଯିବା ଆଉ। ଚାରିଟା ପକ ପଳେଇ ଚାଲ ମଇଦା ଗୋଦାମ 3ଟା ଆଣିକି ପକେଇଦେଲି ପୁଣି ଆଉ ଯିବି 2ଟା ଧରି ଆଣିବାକୁ ଯିବି ଗୋଦାମ ଏବେ ସେଠି ଗୋଦାମରୁ ମଇଦା ଆଣିକି ପକେଇ ସାରିକି ତାପରେ ଏଠି ଆସିକି କାମ କରୁଥିଲି ଏଠି ସବୁ କାମ କରିଥିଲି କରିସାରିକି ପୁରା ସବୁ ରେଡ଼ି କରିସାରିଲିଣି ଝାଡ଼ୁ ଫାଡ଼ୁ ମାରିକି ପରିଷ୍କାର କରିସାରିଲିଣି କରିସାରିକି ଆଉ ଚାଉମିନ ଅଛି ଜରି ଘୋଡ଼ି ଦେଇକି କାଲିକି ସେ ପ୍ୟାକିଂ ହେବ ଏବେ ଯିବା ଉପରକୁ ଯେ ଖାଇଦେଇକି ତାପରେ ଆଉ ଥରେ ଯିବି ଆଉ 2ଟା ମଇଦା ଅଛି ଧରିକି ଆସିବି ତାପରେ ଗାଧୁଆ କରି ଯିବି ଟିକେ ଚୁଟି କାଟିବାକୁ ଚୁଟି ଗୁଡ଼ା ବଡ଼ ବଡ଼ ହେଇଯାଉଛି ସବୁ ମଇଦା ପଡ଼ିକି ଅଠାଟା ଇଏ ହେଉଛି ଅଠାଟା ଲାଗୁଛି ଯିବି ଆଉ ମଇଦା ଆଣି ପକେଇ ସାରିଲା ପରେ ତାପରେ ଯିବି ବଜାର ଚୁଟି କାଟିବାକୁ ଆଉ ଚୁଟି କାଟିକି ଆସିବି ଆଜି ଆଉ ଆଜି ବାର ଅଛି ବୁଧବାର ଅଛି କାଟି ଦେଇ ଆସିବା ବଡ଼ ବଡ଼ ଚୁଟି ଏବେ ହେଇଗଲାଣି କାହିଁକିନା ଚୁଟି ରଖିଲା ବେଳକୁ ଚୁଟି ଗୁଡ଼ାକ ଉପୁଡ଼ୁଛି ମଇଦା ପଡ଼ୁଛି ନା ସବୁବେଳେ ଚୁଟି ଗୁଡ଼ାକ ଉପୁଡ଼ୁଛି ସବୁବେଳେ ଉପରକୁ ଚନ୍ଦା ହେଇଲିନି ଏଇ ସାଇଡ଼୍ ଚନ୍ଦା ହେଇଗଲାଣି ଏବେ ଯିବା ଆଉ।